ପ୍ରେମ ଯେମିତି ସତେଜ ହୋଇ ଉଠୁଛି ଏଇ ଓଡ଼ିଆ ବନ୍ଧୁମାନଙ୍କ ମେଳରେ। ଏଠି ତ ଆଉ ରଜ ଦୋଳି ଆଉ ପିଠା ତ ହେଇପାରିବନି, କିନ୍ତୁ ଗୋଟେ କଥା ହେଇପାରୁଛି ବନ୍ଧୁ ମିଳନ। ଯାହା ଓଡ଼ିଆ ରଜ ପର୍ବରେ ଆମର ହୁଏ, ବନ୍ଧୁ ବାନ୍ଧବ ମାନେ ଘରକୁ ବୁଲି ଆସିଥାନ୍ତି। ସେଥିପାଇଁ ରଜ କମିଟି ଆମର ନୂଆ ଓ ପୁରୁଣା ଓଡ଼ିଆ ବନ୍ଧୁମାନଙ୍କୁ କଣ୍ଟାକ୍ଟ କରିବା ପାଇଁ ଚେଷ୍ଟା କରିଥାଏ, ଯାହାଫଳରେ ଆମେ ଏତେ ପରିମାଣରେ ଏଠାରେ ଏକତ୍ରିତ ହେଇପାରୁଛେ। ସେଥିପାଇଁ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଯାହା ପାଇଁ ଆମେ ରଜ ପର୍ବ ପାଳନ କରୁଛେ ଓ ଆପଣମାନେ ଆସି ରଜ ପର୍ବକୁ ଏଠାରେ ସଫଳ ବନାଇଛନ୍ତି। ଆଜି ଓଡ଼ିଆ ରଜ ପର୍ବର ପହିଲି ରଜ, ପ୍ରଥମ ରଜ, କାଲି ଆମର ରଜ ସଂକ୍ରାନ୍ତି ଓ ତା ପରଦିନ ଶେଷ ରଜ, ରଜ ସରିଯିବ। ଯାହା ହେଉ ବହୁତ ଦିନ ପରେ ଆମେ ପ୍ରଥମ ରଜଟାକୁ ପାଳିବା ପାଇଁ ଏଠି ପାଇପାରିଲେ, ସେଥିପାଇଁ ବହୁତ ଖୁସି ଲାଗୁଛି। ବହୁ ଲୋକଙ୍କର ଫଳସ୍ୱରୂପ ଆମେ ଏଠାରେ ରଜ ପର୍ବ ପାଳନ କରିପାରୁଛେ। ମୁଁ ଆପଣଙ୍କ ସମସ୍ତଙ୍କ ତରଫରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହୁଁଛି। ଆମର ଯୋଉ ଷ୍ଟେଜରେ ମୁଁ ଏଠି ଛିଡ଼ା ହେଇଛି, ଏତେ ସୁନ୍ଦର ଭାବରେ ସଜା ହେଇଛି, ଯେମିତି ଲାଗୁଛି ଓଡ଼ିଶାର କୋଉ ଗଳିରେ ମୁଁ ଛିଡ଼ା ହେଇଛି, ଦୋଳି ଝୁଲୁଛି ପଛରେ। ଏତେ ସୁନ୍ଦର କରି ଯୋଉମାନେ ଡେକୋରେଟ୍ କରିଛନ୍ତି ସେମାନଙ୍କୁ ପ୍ରଥମ ଧନ୍ୟବାଦ କରିବା ପାଇଁ ଚାହୁଁଛି। ସେମାନେ ହେଲେ ସବିତା ଦାସ, ଜ୍ୟୋତ୍ସ୍ନା ସାହୁ, ଅର୍ଚ୍ଚନା ସାମଲ ଓ ଏମାନଙ୍କୁ ହେଲ୍ପ କରିଛନ୍ତି ସନ୍ତୋଷ ସାହୁ, ବିଜୟ ମେହେର ଓ ସରୋଜ ପାତ୍ର। ମୁଁ ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମର ଫୁଡ୍ ଆରେଞ୍ଜମେଣ୍ଟ ଦାୟିତ୍ୱରେ ଥିଲେ ବିଜୟ ସାହୁ, ସନ୍ତୋଷ ସାହୁ, ନିହାର ମହାନ୍ତି ଓ ଅମୂଲ୍ୟ ଜେନା। ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମର ସ୍ପୋର୍ଟସ ଦାୟିତ୍ୱରେ ଅଛନ୍ତି ରଶ୍ମି ନନ୍ଦ, ନିହାର ମହାନ୍ତି ଓ ଡକ୍ଟର ସୀତା ସାହୁ। ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଓ ଯେଉଁମାନେ କୌଣସି ଗେମ୍ରେ ପାର୍ଟିସିପେଟ୍ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କଣ୍ଟାକ୍ଟ କରି ତାଙ୍କର ନାଁ ଦେବେ। ଆଉ ମୁଁ ସନ୍ତୋଷ କୁମାର ସାହୁଙ୍କୁ ଧନ୍ୟବାଦ ଜଣାଉଛି, ଯାହାଙ୍କ ଫଳରେ ଆମେ ଏଠି ଏକତ୍ରିତ ହୋଇପାରିଛେ। ସିଏ ଏ ହଲ୍ ବୁକିଂ, ସେଫ୍ଟି ଓ ହଲ୍ ଇନ୍ସୁରାନ୍ସ ଆଉ ଆପଣଙ୍କୁ ଇମେଲ୍ କଣ୍ଟାକ୍ଟ କରିକି ଏଠି ଇନଭାଇଟ୍ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆମର ରଜର ମୁଖ୍ୟ ଆକର୍ଷଣ ପାନ, ଯାହା ଦାୟିତ୍ୱରେ ଗତ 7 ବର୍ଷ ଧରି କଳ୍ପନା ପୃଷ୍ଟି ରହିଛନ୍ତି। ଆଉ ସେ ବହୁତ ଭଲ ପାନ ଭାଙ୍ଗନ୍ତି। ତାଙ୍କୁ ଆଜି ସାହାଯ୍ୟ କରିବେ ଲିନୁ, ତେଣୁ ସେ 2 ଜଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି ପାନ ପାଇଁ। ଆଉ ଆମର ରେଜିଷ୍ଟ୍ରେସନ ଦାୟିତ୍ୱରେ ଥିବା ମନୋରଞ୍ଜନ ଦାସ, ଅନିମା ଜେନା ଓ ଦେବସ୍ମିତାକୁ ମୁଁ ଧନ୍ୟବାଦ ଜଣାଉଛି। ଆଉ ଆମର ଷ୍ଟେଜ ମ୍ୟାନେଜମେଣ୍ଟ କଲଚରାଲ ପ୍ରୋଗ୍ରାମ ଦାୟିତ୍ୱରେ ଥିବାରୁ ସୁମନ୍ତ ମାନସି, ଉମାକାନ୍ତ ରାଉତଙ୍କୁ ଧନ୍ୟବାଦ ଜଣାଉଛି। ଦେବସ୍ମିତା ପୋଡ଼ ପିଠା କରିକି ଆଣିକି ସମସ୍ତଙ୍କୁ ଖୁଆଇବାରେ ବହୁତ ବହୁତ ଧନ୍ୟବାଦ ଦେବସ୍ମିତା। ଆଉ ସବୁଠୁ ବଡ଼ କଥା ହେଉଛି ଗୋଟେ ଲୋକର ବହୁତ ପରିଶ୍ରମ ଫଳରେ ଆମେ ସୁନ୍ଦର ମ୍ୟାଗାଜିନ୍ ପାଇପାରୁଛୁ ଗତ 3 ବର୍ଷ ଧରି। ମୁଁ ଆପଣଙ୍କ ସମସ୍ତଙ୍କ ତରଫରୁ ମୁଁ ଉମାକାନ୍ତ ରାଉତଙ୍କୁ ଧନ୍ୟବାଦ ଜଣାଇବା ପାଇଁ କରୁଛି। ପ୍ଲିଜ୍ be a big hand for ଉମାକାନ୍ତ ରାଉତ for nice magazine। ମୁଁ ପୁଣି ଥରେ ଆପଣଙ୍କୁ ରଜ ପାଇଁ ୱେଲକମ୍ କରୁଛି ଓ ରଜର ଶୁଭକାମନା ଜଣାଉଛି। Wishing you all a very happy Spilled on her dress.